ଖାଇବା କେମିତି ହେଇଛି? ବଢ଼ିଆ ହେଇଛି। ହଁ ଦେଖିପାରୁଛୁ ତାର ଡାଇରେକ୍ଟ ବାପାର ଆଜି ସାଧ। ତେଣୁ ଏଇଟା କି ପ୍ରକାର ଧାନ? এটা ব্রিটিশ অমলর ধান। ধানটাকে খাইলে ডায়াবেটিস, ব্লড প্রেসর, হার্ট ରୋଗର ସମ୍ଭାବନା କମ୍ ଥାଏ। ତେଣୁ ଚାଉଳଟାକୁ ମନେ ରଖନ୍ତୁ, ଯେଉଁଠାରେ ଧୈର୍ଯ୍ୟ ଶେଷ ହୋଇଯାଏ ସେହି ସମୟରୁ ହିଁ ପରାଜୟ ଆରମ୍ଭ ହୋଇଥାଏ। ନିଜ ସ୍ୱପ୍ନକୁ ସାକାର କରିବାକୁ ହେଲେ ନିରନ୍ତର ପ୍ରଚେଷ୍ଟା ସହିତ ନିଜ ଉପରେ ଆତ୍ମବିଶ୍ୱାସ ରହିବା ଦରକାର। ମନେ ରଖନ୍ତୁ, ପେଟକୁ ଯାଇଥିବା ବିଷ କେବଳ ଗୋଟିଏ ଜୀବନ ନଷ୍ଟ କରେ, କିନ୍ତୁ କାନକୁ ଯାଇଥିବା ବିଷ ହଜାର ହଜାର ସମ୍ପର୍କକୁ ନଷ୍ଟ କରେ। ଯେପରି ସମୁଦ୍ରରେ ଯେତେ ବି ଚିନି ପକାଇଲେ ତାହା କେବେ ମିଠା ହୋଇଯିବ ନାହିଁ, ଠିକ୍ ସେହିପରି ସ୍ୱାର୍ଥପର ଲୋକଙ୍କୁ ଯେତେ ବି ଆଦର କଲେ ବି ସେମାନେ କେବେ ନିଜର ହୋଇପାରିବେ ନାହିଁ। ମନେ ରଖନ୍ତୁ, ଯେବେ ଦୋଷ ନ କରି ଯଦି ଦୋଷୀ ହୋଇଛନ୍ତି ନା, ସେତେବେଳେ ଚୁପ୍ ରୁହନ୍ତୁ, ଯାହା ଆପଣଙ୍କ ପାଇଁ ସବୁଠାରୁ ଭଲ। କାହିଁକି ନା ଚିତ୍କାର କରି କେବେ ହେଲେ ନିର୍ଦ୍ଦୋଷର ପ୍ରମାଣ କରାଯାଇ ନାହିଁ। ତେଣୁ ଚାଲନ୍ତୁ ସାଙ୍ଗମାନେ, ଆଜିର ଏହି ଶୁଭ ସକାଳରେ ସମସ୍ତଙ୍କୁ ସ୍ୱାଗତମ୍ ସୁସ୍ୱାଗତମ୍। ସମୟ ବର୍ତ୍ତମାନ 7:30 ହେଲାଣି। ଦେଖିପାରୁଛନ୍ତି ଆଜି କେଉଁ ଭଳିଆ ଖରା, ପାଣି ମେଘୁଆ ଖରା ବା ଚିତ୍କା ମାନେ ତେଜ ଖରା। ଆଜି ପୁରା କାମ ମୋର ସରିଯାଇଛି, ବିଲବାଡ଼ି କାମ ସବୁ ସରିଯାଇଛି। କେବଳ ଆଉ 8-10 ଗୁଣ୍ଠ ବିଲ ବୁଆ ପଡ଼ିଥିଲା, ସେ କେବଳ ବଛା ବଛିବ। କୌଣସି ଘାସ ନାହିଁ। ମୁଁ ଯାଇଥିଲି ସେଦିନ ଦେଖିବା ପାଇଁ, କେବଳ ବାଳୁଙ୍ଗା ଅଛି ଯାହା। ତେଣୁ ମୋ ପକ୍ଷେ ସେ ସମ୍ଭବ ନୁହଁ। ବାଳୁଙ୍ଗା ଚିହ୍ନିକି ତାକୁ ଉପାଡ଼ିବା ସମ୍ଭବ ନୁହଁ। ଦେଖିବା ଦିନେ 2 ଦିନ ଯାଉ, ଲୋକଙ୍କର ନିଟ୍ କାମ ଠିକ୍ ହେଇଯାଉ, 2-3 ଜଣଙ୍କୁ ଡାକି ନେଇ ତାକୁ ବାଛିବା ପାଇଁ ପଡ଼ିବ। ତେଣୁ ସାଙ୍ଗମାନେ, ମୋ ବ୍ଲଗ୍ ମାନେ ଆଜିର এই ଅନୁଚିନ୍ତା କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଚ୍ୟାନେଲକୁ ଯିଏ ସବସ୍କ୍ରାଇବ୍ କରିନାହାନ୍ତି କରିଦିଅନ୍ତୁ। ଆଗକୁ ଦେଖନ୍ତୁ, ଭିଡ଼ିଓଟିକୁ ପୁରା ଦେଖନ୍ତୁ ଏବଂ କେମିତି ହେଉଛି ନିଶ୍ଚିନ୍ତ ଆପଣ କମେଣ୍ଟ ମାଧ୍ୟମରେ ଜଣାଇବେ। ଆପଣଙ୍କର ଆଶୀର୍ବାଦ, ଭଲ ପାଇବା ମୋ ପାଇଁ ନିତ୍ୟାନ୍ତ ଦରକାର। ତେଣୁ ଆପଣମାନେ ନିଶ୍ଚିନ୍ତ କମେଣ୍ଟ ମାଧ୍ୟମରେ ଜଣାଇବେ। ଧନ୍ୟବାଦ ସାଙ୍ଗମାନେ। ଯିବା ଆଗକୁ ଦେଖନ୍ତୁ। ଆଗକୁ ସାଙ୍ଗମାନେ ଦେଖିପାରୁଛନ୍ତି, ବର୍ତ୍ତମାନ ମୁଁ ଚାଲିଲି ଧାନ କଳକୁ। ବୋଉ କହିଲା ଆଜି ଧାନ, ଉଷୁନା ଧାନ ଟିକେ କୁଟି ଆଣେ, ଚାଉଳ ସରିଗଲାଣି। ତେଣୁ ଚାଉଳ ଆମର ଦେଶୀ ଧାନ, ତେଣୁ ଧାନ ଦୁଇଟା କଳକୁ ନେଇଯିବା, କଳରେ କୁଟିବା। କଳରେ ପହଞ୍ଚିଲେ ପୁଣି କଥା ହେବା। ସାଙ୍ଗମାନେ ମୁଁ ଚାଲିଲି କଳକୁ। ଧନ୍ୟବାଦ ସାଙ୍ଗମାନେ। ଆସି କଳ ଘରେ ମୁଁ ପହଞ୍ଚିଗଲି। ଦେଖିପାରୁଛନ୍ତି, କଳ ଘରେ ପହଞ୍ଚିଗଲି। ଆଉ ବାହାଘର ହେଲାଣି। ହଉ, ଦେଖିପାରୁଛନ୍ତି ଧାନ କଳ ଭଲରେ ଆସି ପହଞ୍ଚିଗଲି। ମୋର ଏ 2ଟା ବସ୍ତା, 2ଥର ବି ଆଣିବାକୁ ପଡ଼ିଲା। ଏ ଗୋଟେ ବସ୍ତା, ଆଉ ଗୋଟେ ବସ୍ତା ଗାଡ଼ିରେ ଅଛି। ସାଙ୍ଗମାନେ ଆସି କଳ ଘରେ ମୁଁ ପହଞ୍ଚିଗଲି। ଆଉ କିଛି ଜଣ ମଧ୍ୟରେ ଗୋଟେ ଚୂଡ଼ା ଚାଲିଛି, ଚୂଡ଼ା ବାରି ଆଜି। ଆଉ କିଛି ମୋର ବର୍ତ୍ତମାନ ଧାନ ଭୋଇ ଆଣିଲେ ଉଠିବା ଆଉ। ଧନ୍ୟବାଦ ସାଙ୍ଗମାନେ। ଦେଖିପାରୁଛନ୍ତି ଏଇଟା କି ପ୍ରକାର ଧାନ? ଦେଖିପାରୁଛନ୍ତି ସାଙ୍ଗମାନେ, ଭଲ କିନ୍ତୁ ବାହାରେ ଦେଖନ୍ତୁ। এটা ହେଉଛି ସାଙ୍ଗମାନେ ଦେଖନ୍ତୁ, ଏଇଟା ହେଉଛି 1424 ବ୍ଲାକ୍। ଆଉ ଏଇଟା ବ୍ରିଟିଶ ଅମଳର ଧାନ। ସାଙ୍ଗମାନେ ଦେଖିପାରୁଛନ୍ତି, ପୁରା ବ୍ରିଟିଶ ଅମଳର ଧାନ। ସାଧାରଣତଃ ଏ ଅଞ୍ଚଳରେ, ଆମ ଅଞ୍ଚଳରେ ଦେଖିବା ପାଇଁ କଳା କଳା। ଆମ ଅଞ୍ଚଳରେ ଧାନ କେହି ବି ଚାଷ କରୁନାହାନ୍ତି। ତେଣୁ ଆମେ ଏଇଥିପାଇଁ କରୁଛୁ, ଏ ଧାନଟାକୁ ଖାଇଲେ ଡାଇବେଟିସ୍, ବ୍ଲଡ଼ ପ୍ରେସର, ହାର୍ଟ ରୋଗର ସମ୍ଭାବନା କମ୍ ଥାଏ। ତେଣୁ ଏ ଚାଉଳଟାକୁ ଖାଇବେ। ତେଣୁ ଆମେ କଳା ଧାନ ନାଁ ହେଉଛି 1424 ବ୍ଲାକ୍। ସାଧାରଣତଃ ମନେ କରୁଛୁ ସାଙ୍ଗମାନେ। ଧନ୍ୟବାଦ ସାଙ୍ଗମାନେ। ବର୍ତ୍ତମାନ କୁଟା ଆରମ୍ଭ ହେବ, ଧାନ ପଡ଼ିବ, ସେ ଆସିଲେ କୁଟିବା ଆରମ୍ଭ କରିବା। ଧନ୍ୟବାଦ। ବର୍ତ୍ତମାନ ଷ୍ଟାର୍ଟ ହେଇଗଲା ମୋର କଳ ଚାଲିବା। ଅକାଣ୍ଡିଆ କୁଟିବୁ ହେଲା। ପଲିସ ବେଶୀ କରିବୁନି, ବେଶୀ ପଲିସ କରିବୁନି ହେଲା। ଦେଖିପାରୁଛନ୍ତି, ବର୍ତ୍ତମାନ ଷ୍ଟାର୍ଟ ହେଇଗଲା ଆମର। এইଭଳି ଚାଉଳ ବାହାରୁଛି। এইଭଳିଆ ଚାଉଳ ଅକାଣ୍ଡିଆ କରିବୁ। ଧନ୍ୟବାଦ ସାଙ୍ଗମାନେ। ବର୍ତ୍ତମାନ ଧାନ ପକାଇବା ଷ୍ଟାର୍ଟ କରିବା। ସାଙ୍ଗମାନେ ଏପଟରେ କୁଟା ବାହାରୁଛି, ଏଠି ଧାନ ପଡ଼ିଲା, ଏଠି ଚାଉଳ ବାହାରୁଛି।
ସାଙ୍ଗମାନେ ଆସିଲାଣି ମେଘ ଘଡ଼ଘଡ଼ି ମେଘ ସବୁ ଅନ୍ଧକାର ଚତୁର୍ଦିଗ ଅନ୍ଧକାର କରି ଆସିଲାଣି। ତେଣୁ ମୁଁ ଚାଲିଲି ଭୋଜି ଖାଇ। ଗାଁରେ ଗୋଟେ ମାମୁଁ ଜେଜ ତାଙ୍କ ଆଜି ଶ୍ରାଦ୍ଧ ନିମନ୍ତ୍ରଣ କରିଥିଲେ। ଆଜି ମୁଁ ଚାଲିଲି ଭୋଜି ଖାଇ। ଦେଖିବା ଭୋଜିରେ ଆଜି କ'ଣ ହେଇଛି। ଅନ୍ଧକାର ଚତୁର୍ଦିଗ ଅନ୍ଧକାର, ଘଡ଼ଘଡ଼ି ମଧ୍ୟ ଠୋ ଠୋ କିରି ଶୁଖିଲା ଘଡ଼ଘଡ଼ି ମାରୁଛି। ତେଣୁ ମୁଁ ଚାଲିଲି। ଘଡ଼ଘଡ଼ି ମେଘ ପ୍ରବଳ। ତେଣୁ ମୁଁ ଆସି ପହଞ୍ଚିଗଲି ବର୍ତ୍ତମାନ ଖାଇବା ପାଇଁ। ତେଣୁ ବର୍ତ୍ତମାନ ଖାଇବା ଘରେ ଆସି ପହଞ୍ଚିଗଲି। କାଲି ଖାଉଛନ୍ତି ଏବଂ ହସୁଛନ୍ତି ନା କ'ଣ କଲା? କାଲି ଆଜି ଖାଇବା କେମିତି ହେଇଛି? ଏ ବଢ଼ିଆ ହେଇଛି। ହଁ, ତେଣୁ କାଲା ଭାଇ ବର୍ତ୍ତମାନ ଖାଉଛନ୍ତି ଏବଂ ଠାଉଛନ୍ତି। ଆଉ ଢାବା ବର୍ତ୍ତମାନ ଖାଉଛି। ଢାବା ତମର ଆଜି ଖାଇବା ପିଇବା ତୁ ଖାଇଦେଲୁ ଆଗେ ନା? ଆଉ କ'ଣ? ତେଣୁ ତୁ ଖାଇଦେ ଫଟୋ ଉଠା ତୁ ଖାଇଦେ। ଧନ୍ୟବାଦ ସାଙ୍ଗମାନେ। ବର୍ତ୍ତମାନ ମୁଁ ଖାଇଲେ ଟେଷ୍ଟ କହିବି କେମିତି ହେଇଛି। ତେଣୁ ଏଇ ମାମୁଁ ଜେଜ ଆମର ଅତି ପ୍ରିୟ ଲୋକ। ତାଙ୍କ ନିଜର ଦେଖିପାରୁଛୁ ତାର ଡାଇରେକ୍ଟ ବାପାର ଆଜି ଶ୍ରାଦ୍ଧ। ତେଣୁ ଆଜି ସେଇ ଉଦ୍ଦେଶ୍ୟରେ ଆଜି ଭୋଜି ହେଇଛି। ତେଣୁ ଧନ୍ୟବାଦ ସାଙ୍ଗମାନେ। ଆମେ ଖାଇବା ଭୋଜି ଖାଇବା ତାପରେ କହିବା। ଦେଖିପାରୁଛନ୍ତି ସାଙ୍ଗମାନେ ଆଜି ଶ୍ରାଦ୍ଧରେ ଭାତଟେ ହେଇଛି, ବାଡ଼ିଆ ଡାଲମାଟେ ହେଇଛି। ଆଉ ଆପଣମାନଙ୍କର ଯେଉଁ ସେଇଟା ମାନେ ଓଉ ରାଇତା ଦେଖିପାରୁଛନ୍ତି ସେଇଟା ମଧ୍ୟ ହେଇଛି। ବର୍ତ୍ତମାନ ଖାଇଲେ ତାର ଟେଷ୍ଟ କ'ଣ ଆମେ ଜାଣିବା। ମସ୍ତ ହେଇଛି। ଭାତ ଡାଲମା ସାଙ୍ଗରେ ଓଉ ରାଇତା ମସ୍ତ ହେଇଛି। ଖାଇବା ବଢ଼ିଆ ଟେଷ୍ଟ ବି ହେଇଛି। ଆଉ ଓଉ ରାଇତା ଦେଖିପାରୁଛନ୍ତି? ତାପରେ ବୋଧେ କ୍ଷୀରି ଅଛି। ମନେ ହେଉଛି କ୍ଷୀରି ଅଛି ଟି? ହଁ, ଭାତ କ୍ଷୀରି ତ ଅଛି। ଭାତ ଡାଲମା ଓଉ ରାଇତା ତା ସାଙ୍ଗରେ କ୍ଷୀରି ଯାହା ହୁଏ ସାଧାରଣତଃ ଗାଁ ଗହଳିରେ ଖାଦ୍ୟ ସାଧାରେ ସେଇଟା ଆଜି ହେଇଛି। ଆଉ ବଢ଼ିଆ ଟେଷ୍ଟ ବି ହେଇଛି। ସମ୍ପୂର୍ଣ୍ଣ ବିନା ପିଆଜ ରସୁଣରେ ପ୍ରସ୍ତୁତ ସାଙ୍ଗମାନେ। ଧନ୍ୟବାଦ ସାଙ୍ଗମାନେ। ପାସ୍ ବି ହେଇଛି କ୍ଷୀରି। ସାଙ୍ଗମାନେ ଓଡ଼ିଶାର ଭୋଜିଭାତ ହେଲେ ପାସ୍ର ଗୋଟେ ମୁଖ୍ୟ ଭୂମିକା ଥାଏ। ଖାଦ୍ୟ ଶେଷରେ ପାସ୍। ତେଣୁ ବହୁତ ଟେଷ୍ଟ ଲାଗୁଛି। ପାସ୍ଟା ବି ବଢ଼ିଆ ହେଇଛି। ଇଏ ହେଉଛନ୍ତି ସାଙ୍ଗମାନେ ଦେଖନ୍ତୁ, ଇଏ ହେଉଛନ୍ତି ମୁଖ୍ୟ ରୋଷେଇଆ ଆଜିର। ତେଣୁ ମୁଁ ତ ଧନ୍ୟବାଦ ଦେଇସାରିଲିଣି। ବଢ଼ିଆ ଟେଷ୍ଟ ହେଇଛି। ତେଣୁ ଆପଣମାନେ ବି ଧନ୍ୟବାଦ ଦିଅନ୍ତୁ। ସାଙ୍ଗମାନେ ଦେଖିପାରୁଛନ୍ତି ଇଏ ହେଉଛନ୍ତି ମୁଖ୍ୟ ରୋଷେଇଆ ଆଜିର। ତେଣୁ ବଢ଼ିଆ ଟେଷ୍ଟ ହେଇଛି। ମୁଁ ବି ଧନ୍ୟବାଦ ଦେଇସାରିଲିଣି। ଆପଣମାନେ କମେଣ୍ଟରେ ଧନ୍ୟବାଦ ଦେଇଦେବେ। କ୍ଷୀରିଟା ବଢ଼ିଆ ହେଇଛି। ସାଙ୍ଗମାନେ ଦେଖୁଛନ୍ତି ଆଜିର ଯେ ମୁଖ୍ୟ ରୋଷେଇଆ ଥିଲେ, ମୁଁ ଖାଇସାରିଲି ତାଙ୍କୁ ଧନ୍ୟବାଦ ଦେଇଦେଲି। ଆପଣମାନେ ମଧ୍ୟ ଧନ୍ୟବାଦ ଦେଇଦେବେ। କମେଣ୍ଟରେ ନିଶ୍ଚିତ ଧନ୍ୟବାଦ ଲାଗିବ। ଆପଣ ଏ ବ୍ୟକ୍ତିକି ଚିହ୍ନିଥାନ୍ତୁ। ଆପଣମାନଙ୍କର ଯେତେବେଳେ ଭୋଜିଭାତ ହେବ ଆପଣ ଡାଇରେକ୍ଟ କଣ୍ଟାକ୍ଟ କରିବେ ହେଲା। ଧନ୍ୟବାଦ ସାଙ୍ଗମାନେ। ମୁଁ ଖାଇସାରିଲି ବର୍ତ୍ତମାନ ଚାଲିଲି ହେଲା।